ବଉଳା ଗାଈ ଓ ବାଘ। ଗୋଟିଏ ଗାଁରେ ରହୁଥିଲା ବଉଳା ବୋଲି ଗୋଟେ ଗାଈ। ଭାରି ଭଲ ଗାଈଟିଏ ଥିଲା। ତା ନାମ ହେଲା ବଉଳା ବୋଲି। ସିଏ ବହୁତ ବୁଦ୍ଧିମାନ, ବହୁତ ଭଲ ଗାଈଟିଏ। ଗାଁରେ ତାକୁ ଅନ୍ୟ ପଶୁଠାରୁ ବହୁତ ଭଲ ପାଆନ୍ତି ତାକୁ, ଆଉ ସମସ୍ତେ ତାକୁ ସିଂହ ଆଦର ସହିତ ଖାଇବାକୁ ବି ଦିଅନ୍ତି। ଗାଁରେ ସିଏ ସିଂହ ଆଦର ସହିତ ସମସ୍ତଙ୍କ କତିରେ ହିଁ ରହୁଥିଲା। ବଉଳାର କଣ ବାଛୁରୀଟିଏ ରହୁଥିଲା। ଦିନକର ଘଟଣା, ବଉଳା ଘାସ ଚରୁ ଚରୁ ଜଙ୍ଗଲକୁ ଚାଲିଗଲା। ଜଙ୍ଗଲକୁ ଗଲା ପରେ ସିଏ ଘନ ଜଙ୍ଗଲ ଭିତରେ ଖୋଜି ଖୋଜି ମନ ଦୁଃଖରେ ଭାଙ୍ଗି ପଡ଼ିଲା। ସେଠୁ ରହିଲା। ବଉଳାକୁ ଘନ ଜଙ୍ଗଲ ଭିତରେ ତାକୁ ନ ପାଇବାରୁ ବହୁତ ମନ ଦୁଃଖ କରି ସେ ରହିଲା। ବଉଳା ଫେରିବା ବାଟକୁ ଚାହିଁ ବସିଲା। ସିଏ ଘନ ଜଙ୍ଗଲ ଭିତରେ ଗୋଟେ ବାଘ ସହିତ ତାର ଭେଟ ମିଳିଲା। ଗୋଟେ ବାଘ ହାବୁଡ଼ରେ ପଡ଼ିଲା। ବାଘଟି ତାକୁ ଆକ୍ରମଣ କରିବାକୁ ଯାଉଥିଲା ଟାଇମରେ ଭୟରେ ଡରିକି କହିଲା, ବାଘ ଭାଇ ମୋର ବାଛୁରୀଟିଏ ଅଛି। ସିଏ ଏବେ ମୋ ବାଟ ଚାହିଁ ବସିଥିବ। ମୁଁ ଘରକୁ ଗଲେ ତାକୁ ପେଟେ କ୍ଷୀର ପେଇ ଦେଇ ତମ ପାଖକୁ ଆସିବି। ମୋତେ ତମେ ଖାଇବ। ବଉଳା କଥା ଶୁଣି ବାଘକୁ ଭାରି ହସ ମାରିଲା। ସେ କହିଲା, ହା 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 ହା, ତୁ ମୋତେ କ'ଣ ବୋକା ଭାବିଲୁ କି? ଆପଣଙ୍କୁ ନିଜ ପାଖକୁ ଆସିବ? ମୋତେ କ'ଣ ବୋକା ଭାବିଲୁ କି? କାହାର ପୁଣି ନିଜ ପ୍ରାଣକୁ ଲୋଭ ନାହିଁ, ସିଏ ଜାଣୁ ଜାଣୁ ମରଣ ମୁହଁକୁ ଆସିବ। ପାଇଥିବା ଶିକାରକୁ ମୁଁ ଜମା ଛାଡ଼ିବିନି। ବଉଳା କିନ୍ତୁ ବାଘକୁ ଭାରି ନିମନ୍ତ କଲା। ବଉଳା କହିଲା, ବାଘ ଭାଇ, ମୁଁ ତମକୁ କଥା ଦଉଛି, ମୁଁ ଯାବେ ହଉ ଆସିବି ତମ ପାଖକୁ। ମୁଁ ମୋ ବାଛୁରୀଟିଏ କ୍ଷୀର ପେଇ ଦେଇ ମନ ଭରି ତାକୁ ଟିକେ ଗିଲ କରିବି, ନିଶ୍ଚୟ ତମ ପାଖକୁ ଆସିବି। ତାପରେ ତମେ ମୋ ଭୋଜନ କରିବ ତମର। ବାଘ କହିଲା, ବଉଳା ତୁ ଏବେ ଯା, ମୁଁ ଏଇଠି ତ ଆସିବା ବାଟକୁ ଚାହିଁ ବସିଛି। ବଉଳା ସେଇଠୁ ଭାରି ଆନନ୍ଦର ସହିତ ଗଲା। ତା ଛୁଆ ପାଖକୁ ଗଲା। ତାକୁ ପେଟ ଭରିକି ତାକୁ କ୍ଷୀର ଦେଇ ଆନନ୍ଦ ସହିତ କ୍ଷୀର ଦେଇ ଗେଲ କଲା। ସିଏ ତା ଛୁଆ ବାଛୁରୀକି କହିଲା, ଜମା ଦୁଷ୍ଟ ହବୁନୁ, ଜମା କୁଆଡ଼େ ଯିବୁନୁ, ତୁ ଏଇଠି ହିଁ ରହିବୁ, ମୁଁ ଆସିବି। ଏହା କହି ବଉଳା ପୁଣି ସେଇଠୁ ଜଙ୍ଗଲକୁ ଆସିଲା। ବାଘ ଗୁମ୍ଫା ପାଖକୁ ଆସିକି ପହଞ୍ଚିଲା। ବଉଳାକୁ ଦେଖି ବାଘ ଆଶ୍ଚର୍ଯ୍ୟ ହେଇଗଲା। ଇଏ କ'ଣ ପୁଣି ସତରେ ଆସିଲା ମୋ ପାଖକୁ? ବାଘ ସେଠୁ ଜାଣିଲା ବଉଳା ସଚ୍ଚୋଟ ଗୋଟେ ଗାଈ। ଏମିତି ସେ ଯେ ଗାଈ କଥା ରଖି କଥା ଦେଲା। ତେଣୁ ବାଘ ବୁଝିକି କହିଲା, ନା, ମୁଁ ଆକୁ ଖାଇଲେ ମୋ ଆତ୍ମା ଶାନ୍ତି ହେବନି, ମୁଁ ଆକୁ ଯାଉଛି ତାକୁ ଫେରେଇ ଦେବି। ବାଘ କହିଲା, ବଉଳା ତୁ ଏବେ ଯା, ମୁଁ ଜମା ଖାଇବିନି। ତତେ ମୋର ଖାଇବା ପାଇଁ ମୋର ଆଦବ ଚାହୁଁନି। ତୁ ବହୁତ ଭଲ, ମୁଁ ତୋ ଭଳିଆ କେବେ ବି ହେଇପାରିବିନି। ତୋ କଥାର ଦାମ ହିଁ ଅଛି। ଏହି ଗପରୁ ଆମେ ଜାଣିପାରିଲୁ ଯେ ସତ କହିବା କେବେ ମିଛ କହିବା କହି ଚେଷ୍ଟା କରିବା ନାହିଁ। ମିଛ କହିଲେ ଏଭଳି ଅସୁବିଧା ହିଁ